ହ୍ୟାଣ୍ଡେଲ ତ କରିପାରୁନି, ନିଜେ ତ ହ୍ୟାଣ୍ଡେଲରେ ରହିପାରୁନି, ଆଉ ଅଲଗା ଲୋକକୁ କ'ଣ ହ୍ୟାଣ୍ଡେଲ କରିବି? ଖାଲି ଶୋଇକି ରହିବା, ମୁହଁ ମାଡ଼ିକି ଶୋଇକି ରହିବା ବ୍ୟତୀତ ଆଉ ଉପାୟ କିଛି ନାହିଁ। ମୋ ପୁଅ ପରି ଯେମିତି ଆଉ କାହାର ଜୀବନ ନ ଯାଉ, କାହାର ବଂଶ ନ ହଉ। ଶେଷ ଥର ପାଇଁ ଏଇଆ କହୁଛି, କାହା ଜୀବନ ନିଅନ୍ତୁନି। ଭଲ ନ ପାଇବାର ଅଛି ନ ପାଆନ୍ତୁ, କିଛି ଦୁଃଖ ନାହିଁ। ତ ନାହିଁ କରିଦେଇଥାନ୍ତୁ ପ୍ରଥମରୁ। ନାହିଁ ମୋର ତମକୁ ପସନ୍ଦ ନୁହଁ, ବା ତମର ଧନ ନାହିଁ, ବା ତମେ ଗରିବ, ବା ତମେ ଚାକିରି କରିନ, ବା ରୋଜଗାର କରୁନ, ଯେକୌଣସି ରିଜିନ୍ ତାଙ୍କ ପାଖରେ ଥାଏ, ସେ ରିଜିନ୍ କହିକି ବରଂ ସେଇଥିପାଇଁ ଆଭଏଡ଼ କରିଦିଅନ୍ତୁ। କିନ୍ତୁ ଦେଖନ୍ତୁ ଆଜ୍ଞା, ସେଥିଲାଗି ତ କିଛି ମା ବାପା, ଗରିବ ଶ୍ରେଣୀର ମା ବାପା ଏଥିପାଇଁ ଡରନ୍ତି। ପୁଲିସ କେସ୍ କରିବୁ, ଦୌଡ଼ିବୁ। ପାଖରେ ଯେଉଁମାନେ ପୁଲିସ କେସ୍ କରିବେ, କେଉଁଥିପାଇଁ କରିବେ, କେମିତି କରିବେ? ନା ପାଖରେ ପଇସା ଥିବା ଦରକାର, ଧନ ଅଜସ୍ର ଥିବା ଦରକାର ପାଖରେ। ଯେମିତିକି ଧର ଏଇଠି ମୁଁ ଗୋଟେ ସାଧାରଣ କର୍ମଚାରୀ, ମୁଁ ଯଦି ଏଇନେ ଗୋଟେ ପୁଲିସ କେସ୍ କରିବି, ଏଥିରେ ମାସ ମାସ ଦୌଡ଼ିବାକୁ ପଡ଼ିବ ଥାନାକୁ। ତ ମୋତେ ତ ମାସ ଟାଇମ୍ ରହିବନି ନା, କାହିଁକିନା ମୁଁ କମ୍ପାନୀ ନ ଗଲେ ମାସେ କମ୍ପାନୀ ଆଗରେ ନ କଲେ। ଆଇନ ତ ଝିଅମାନଙ୍କ ପକ୍ଷରେ, ପୁଅମାନେ ମରିଗଲେ ବି ଏଠି ଫରକ ପଡ଼େନି। ହଁ, ସେଇଟା ଆପଣ ଯଦି ମୁଁ ଦେବି ବି, ସେ କୌଣସି ପକ୍ଷରେ ଝିଅର ହିଁ ଡିଗ୍ରୀ ହେବ, ପୁଅର କେବେ ଡିଗ୍ରୀ କେଉଁଠି ହେଇଛି? ଆପଣ ଏତେ ଇଏ କରିଛନ୍ତି, ବାଇଟ୍ ନେଇଛନ୍ତି ଲୋକଙ୍କର, ଏତେ ଚ୍ୟାନେଲରେ ଇଏ କରିଛନ୍ତି, କେବେ ଦେଖିଛନ୍ତି ପୁଅ ଜିତିବାର? ଦେଖିନଥିବେ। ସେମିତିଆ କେସ୍ ବହୁତ କମ୍ ଦେବ। ମୁଁ ଭାବୁଛି 1000 ଗୋଟେ ହେଇଥିବ, ନଥିବ, ମୋର ଡାଉଟ୍। ଏମିତି ହେଇନଥିବ କେବେ। ତାମାନେ ଝିଅମାନେ କ'ଣ ସତରେ ଏତେ ଅବଳା ଦୁର୍ବଳ? ଝିଅମାନେ ଦୁର୍ବଳ ନୁହଁ, ପୁଅମାନେ ଦୁର୍ବଳ ଅବଳା। ତାଙ୍କ ପାଇଁ ସବୁ ଅଛି, ପୁଅମାନଙ୍କ ପାଇଁ କିଛି ନାହିଁ। ଏବେ ଆପଣ ଟ୍ରାଏ କରି ଦେଖନ୍ତୁ, ଯଦି ଏ ବିଷୟରେ କିଛି ହେଇପାରିବ। କେବେ ବି କିଛି ହେଇପାରିବନି। ଆପଣ ପୋଲିସ କେସ୍ କରନ୍ତୁ, ଯାହା କରନ୍ତୁ। ଝିଅମାନଙ୍କୁ ଏତେ ସିମ୍ପାଥି କ'ଣ ପାଇଁ? ସେମାନେ ଅବଳା ବୋଲି କହିକି ସେମାନଙ୍କୁ ଏତେ ପ୍ରୋତ୍ସାହନ ଦିଆଯାଉଛି। ସେମାନଙ୍କର ସାହସ ବଢ଼ିଯାଉଛି। ସେମାନେ ଏଇଭଳିଆ ଭୁଲ କରୁଛନ୍ତି। ଇଏ ନହେଲେ ଆଉ କାହାକୁ ଗୋଟେ ଭଲ ପାଇବି, ଆଉ କାହାକୁ ଗୋଟେ ଇଏ କରିବି, ଏଇଭଳିଆ ହେଉଛି ଆଜ୍ଞା। ସେମାନଙ୍କର ପାୱାର ବଢ଼ିଯାଉଛି। କାରଣ ତାଙ୍କର ଭୁଲ ଥିଲେ ବି ଆମର ଆଇନ କହୁଛି ସେମାନେ ଠିକ୍। ସେମାନେ କାନ୍ଦିକି କହିଦେଲେ ତାକୁ ଏଫଆଇଆର ଆବଶ୍ୟକତା ନାହିଁ, କିଛି ଆବଶ୍ୟକତା ନାହିଁ ଆଜ୍ଞା। ପୁଅ ମରିଗଲେ ବି କାହିଁକି ସେ ସବୁ କିଛି ହେଇପାରିବନି। କାହିଁକି ହେଇପାରିବନି? ନା ବର୍ତ୍ତମାନ ନାରୀକି ଆଗରେ ରଖାଯାଇଛି ନା, ସେ ଭୁଲ କଲେ ବି ସେଇଟା ଠିକ୍। ଯେମିତି କହନ୍ତିନି, ମାଙ୍କଡ଼ ଯେ ବ୍ରାହ୍ମଣ ପୁଅ ମାଙ୍କଡ଼ ମାରିଲେ ବି ଦୋଷ ନାହିଁ। ଆମର ଆଇନ କାନୁନ ହେଉଛି ସେଇଆ। ବ୍ରାହ୍ମଣ ପୁଅ ମାଙ୍କଡ଼ ମାରିଲେ ବି ଦୋଷ ନାହିଁ। ସେମାନେ ଭୁଲ କଲେ ବି ସେମାନଙ୍କୁ କିଛି ଦଣ୍ଡ ନାହିଁ। ସମାଜ ପ୍ରଥମେ ଗୋଟେ ଝିଅ କଥାଟାକୁ ବିଶ୍ୱାସ କରେ, ଗୋଟେ ପୁଅକୁ ନଜରରେ ଗୋଟେ କୁ ନଜର ଆସେ, ପୁଅ ପ୍ରତି, ଝିଅ ପ୍ରତି ଗୋଟେ ସାଙ୍ଗେ ଦରଦୀ ନଜର ଆସେ। ହଁ, ସେଟା ସମସ୍ତଙ୍କ ପାଖରେ ନୁହଁ, ଏମିତି ନୁହଁ ଯେ ସେଇଟା ଠିକ୍। କିଛି ଅଛି ତା ଦେହରେ, କାହିଁକି ଏଇଟା ହୁଏ? ସମସ୍ତେ ଏଇଟା କରନ୍ତି, କିଛି ଲୋକଙ୍କ ଦେହରେ ଏଇଟା ଦେଖାଯାଏ, କିଛି ଲୋକଙ୍କ ଆଗରେ ଦେଖାଯାଏ, ସମସ୍ତଙ୍କ ଆଗରେ ଏଇଟା ଦେଖାଯାଏନି। ଶେଷ ଥର ପାଇଁ ଏଇଆ କହୁଛି, କାହା ଜୀବନ ନିଅନ୍ତୁନି। ଭଲ ନ ପାଇବାର ଅଛି ନ ପାଆନ୍ତୁ, କିଛି ଦୁଃଖ ନାହିଁ। ତ ନାହିଁ କରିଦେଇଥାନ୍ତୁ ପ୍ରଥମରୁ। ନାହିଁ ମୋର ତମକୁ ପସନ୍ଦ ନୁହଁ, ବା ତମର ଧନ ନାହିଁ, ବା ତମେ ଗରିବ, ବା ତମେ ଚାକିରି କରିନ, ବା ରୋଜଗାର କରୁନ, ଯେକୌଣସି ରିଜିନ୍ ତାଙ୍କ ପାଖରେ ଥାଏ, ସେ ରିଜିନ୍ କହିକି ବରଂ ସେଇଥିପାଇଁ ଆଭଏଡ଼ କରିଦିଅନ୍ତୁ। କିନ୍ତୁ ଏମିତି ଭଲ ପାଇ କାହାର ଜୀବନ ନ ନିଅନ୍ତୁ। ମୋ ପୁଅ ପରି ଯେମିତି ଆଉ କାହାର ଜୀବନ ନ ଯାଉ, କାହାର ବଂଶ ନ ହଉ। ଏଇଭଳି ସମ୍ବେଦନଶୀଳ ଘଟଣାକୁ ଆପଣ କିପରି ଭାବରେ ହ୍ୟାଣ୍ଡେଲ କରୁଛନ୍ତି? ପରିବାରକୁ କେମିତି କ'ଣ ହ୍ୟାଣ୍ଡେଲ କରୁଛନ୍ତି? ଆଜ୍ଞା, ହ୍ୟାଣ୍ଡେଲ କରିପାରୁନି। ଆଜିକି 7 ଦିନ ହେଲାବେଳେ ଘରେ କି ଖାଉନାହାନ୍ତି, କ'ଣ ହ୍ୟାଣ୍ଡେଲ କରିବୁ? ସେମିତି ଖାଲି ବଞ୍ଚିଛନ୍ତି, ବଞ୍ଚିବା କଥା। ବଞ୍ଚିବା ପାଇଁ ଖାଉଛନ୍ତି ନ ଖାଉଛନ୍ତି, ଏଇଟା ଉପରବାଲା ହିଁ ଦେଖୁଛି। କହିଲେ କିଛି ଲାଭ ନାହିଁ, ଏଇଟା ସେ ଜିନିଷ କହିହେବନି। ହ୍ୟାଣ୍ଡେଲ ତ କରିପାରୁନି, ନିଜେ ତ ହ୍ୟାଣ୍ଡେଲରେ ରହିପାରୁନି, ଆଉ ଅଲଗା ଲୋକକୁ କ'ଣ ହ୍ୟାଣ୍ଡେଲ କରିବି? ଖାଲି ଶୋଇକି ରହିବା, ମୁହଁ ମାଡ଼ିକି ଶୋଇକି ରହିବା ବ୍ୟତୀତ ଆଉ ଉପାୟ କିଛି ନାହିଁ।